ଆଜିର ପାଞ୍ଚଟି ବଡ଼ ଖବର ଯାହା ସରକାର ମଧ୍ୟ ଘୋଷଣା କରିଛନ୍ତି କିଛି ଯୋଜନା। ନୂଆଖାଇ ଆଜି ନୂଆଖାଇ ଯୋଗୁଁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ। ସେପଟେ ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମ୍ବଲପୁର ଜିଲ୍ଲା। ନୂଆଖାଇ ପାଇଁ ଦୂର ଦୂରାନ୍ତରୁ ଘରକୁ ଲୋକ ଫେରିଛନ୍ତି। ହାଟ ବଜାର ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି। ଆଉ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଚାଷୀମାନଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି। ତେବେ ଚାଷୀମାନଙ୍କ ପାଇଁ ଗୋଟେ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିଏମ କିଷାନ ସହାୟତା ଅନ୍ତର୍ଗତ ଉପକୃତ ହେବେ 46 ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ। ଆଜି ତାଙ୍କ ଆକାଉଣ୍ଟକୁ ଆସିବ 2,000 ଟଙ୍କା। 925 କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ ଆଜି କରାଯିବ। ସମ୍ବଲପୁର ସିଏମ କିଷାନ ସହାୟତା ଶୁଭାରମ୍ଭ କରିବେ ମୋହନ ମାଝୀ। ସେକେଣ୍ଡ ଖବର ରହିଛି ରାଜ୍ୟରେ 3 ମାସରେ ପୂରଣ ହେବ 2,000 ଫରେଷ୍ଟ ଗାର୍ଡ ପଦବୀ। ପଦବୀ ନାହିଁ ବୋଲି ଲୋକ କହୁଥିଲେ, କିନ୍ତୁ 2,000 ପଦବୀ ଏବେ ଖାଲି ଅଛି। ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ସୂଚନା। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ କହିଛନ୍ତି ଯେ କେଉଁଝରରେ ସୁଭଦ୍ରା ରଥଯାତ୍ରା ଆରମ୍ଭ ହେବ, କିନ୍ତୁ ରାଜ୍ୟରେ 3,000 ଫରେଷ୍ଟ ଗାର୍ଡ ପଦବୀ ଏବେ ଖାଲି ପଡ଼ିଛି। 2,000 ପଦବୀ ଆମେ ପୂରଣ କରିବୁ, ପ୍ରସ୍ତୁତି ଚାଲିଥିବା କହିଲେ ଜଙ୍ଗଲ ପରିବେଶ ମନ୍ତ୍ରୀ। ତେବେ ରାଜ୍ୟ ସରକାର ନୂଆ ପରେ ନୂଆ ଯୋଜନା ଆଣୁଛନ୍ତି। ଏବେ ପଦବୀ ମଧ୍ୟ 2,000 ଖାଲି ରହିଛି। ତେବେ ଖୁବ୍ ଜଲ୍ଦି ତାହା ପୂରଣ ହେବ ବୋଲି ରାଜ୍ୟ ସରକାର କହିଛନ୍ତି। ଯେଉଁମାନେ ଆବେଦନ କରିବା କଥା ଆବେଦନ ମଧ୍ୟ କରିନିଅନ୍ତୁ ବୋଲି କୁହାଯାଇଛି। ନମ୍ବର 3, ଗତକାଲି ଗଣେଶ ପୂଜା ଥିଲା। ଆଜି ଗଣେଶ ଭସାଣୀ ସମୟରେ ବୁଡ଼ିଗଲେ ଦୁଇ ଭାଇ। ସବୁଠୁ ବଡ଼ ଦୁଃଖ ଖବର, ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ କୁଳି ଗାଁରେ। ତେବେ ଏହି ଘଟଣାରେ ଦୁଇ ଭାଇ ଯାକ ବୁଡ଼ି ଯାଇଛନ୍ତି। ପୋଖରୀରେ ବୁଡ଼ି ଯାଇ ସାନ ଭାଇଙ୍କର ଜୀବନ ଚାଲିଯାଇଛି, ଆଉ ବଡ଼ ଭାଇ ଗୁରୁତର ଅଛନ୍ତି। ତେବେ ପ୍ରଶାସନ ସମୟରେ ଗ୍ରାମର କିଛି ଲୋକେ ଗଣେଶ ମୂର୍ତ୍ତି ଗାଁ ପୋଖରୀ କୂଳକୁ ନେଇଥିଲେ। ବିସର୍ଜନ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ଼। ଆଉ ପ୍ରତ୍ୟୁଷ ନିଜ ସାନ ଭାଇ ସହିତ ସତ୍ୟଜିତ ବିସର୍ଜନ କରିବାକୁ ଯାଇଥିଲେ। ଆଉ ଦୁଇ ଭାଇ ହଠାତ୍ ପୋଖରୀରେ ବୁଡ଼ିଗଲେ, ଯାହାଫଳରେ ପ୍ରତ୍ୟୁଷଙ୍କର ମୃତ୍ୟୁ ହୋଇଛି ଏବଂ ବଡ଼ ଭାଇ ଗୁରୁତର ଅଛନ୍ତି। ବାଲେଶ୍ୱର ଜିଲ୍ଲାରେ ଟ୍ରିଟମେଣ୍ଟ ହେଉଛନ୍ତି। ମାତ୍ର ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ କଟକ ମଧ୍ୟ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳୁଛି। ନମ୍ବର 4, ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା। କୋରାପୁଟ ଜିଲ୍ଲାରେ ବିଭିନ୍ନ ନଦୀରେ ବଢୁଛି ଜଳସ୍ତର। ତେବେ ସାରା ରାଜ୍ୟରେ ଏବେ ଲଘୁଚାପ ବର୍ଷା ହେଉଛି। ଆଉ ଆଗାମୀ ଲଗାତାର 5 ଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ ମଧ୍ୟ କରିଛି। ଜଳସ୍ତର ବଢ଼ିବ, ଆଉ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ମଧ୍ୟ ବାରଣ କରାଯାଇଛି। ଆଉ 12ଟି ଜିଲ୍ଲାକୁ ଏବେ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜଣାଯାଇଛି। ଲଗାତାର ବର୍ଷା ହେବା ଫଳରେ ପାଣିର ସ୍ତର ବଢୁଛି, ଯାହାଫଳରେ ନଦୀକୁ ଏବଂ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ମଧ୍ୟ ବାରଣ କରାଯାଉଛି। ତେବେ ଆଉ ଗୋଟେ ବଡ଼ ଖବର, କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ରିପୋର୍ଟ ପଜିଟିଭ ଆସିବା ପରେ ଏବେ ସି ଭିଡିଓଙ୍କ ସୂଚନା। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ କିଛି ଦିନ ପରେ ନିମାପଡ଼ାରେ ହୋଇଥିଲା, ପିପିଲିରେ ହୋଇଥିଲା, ଏବେ କେନ୍ଦ୍ରାପଡ଼ାରେ ମଧ୍ୟ ବାର୍ଡ ଫ୍ଲୁ। ନିମାପଡ଼ାରେ ଜଣେ ଲୋକଙ୍କର ମଧ୍ୟ ପରୀକ୍ଷା ହୋଇଥିଲା, ତାଙ୍କର ମଧ୍ୟ ବାର୍ଡ ଫ୍ଲୁ ହୋଇଥିଲା। ତେଣୁ କୁକୁଡ଼ା ଏବେ 90ରୁ 100 ଟଙ୍କା ବିକ୍ରି ହେଉଛି, ମାଛ 400 ଟଙ୍କା ଟପିଲାଣି। ସେପଟେ ରିପୋର୍ଟ ପଜିଟିଭ ଆସିଛି କେନ୍ଦ୍ରାପଡ଼ାରେ, ଏ ନେଇକି ମଧ୍ୟ ସୂଚନା ମିଳିଛି। ବାର୍ଡ ଫ୍ଲୁ ନେଇ ସତର୍କ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି। କୁକୁଡ଼ା ଫାର୍ମରେ କାମ କରୁଥିବା, କୁକୁଡ଼ା ସ୍ପର୍ଶରେ ଆସୁଥିବା ଯେଉଁମାନେ ଲୋକ ସତର୍କ ରହିବାକୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ମଧ୍ୟ ଦିଆଯାଇଛି। ଆଉ ଏପଟେ ସଂକ୍ରମଣକୁ ରୋକିବା ପାଇଁ 51ଟି ରାପିଡ ରେସ୍ପନ୍ସ ଟିମ୍ ମଧ୍ୟ ପକ୍ଷୀମାନଙ୍କୁ ମାରିବା ଏବଂ କୁକୁଡ଼ା ଫାର୍ମରେ ବିଶୋଧନ କାର୍ଯ୍ୟରେ ନିୟୋଜିତ ମଧ୍ୟ ଅଛନ୍ତି। ତେବେ ଆପଣ ଯଦି କୁକୁଡ଼ା ଖାଉଛନ୍ତି ଆଜିଠୁ ସାବଧାନ ହୋଇଯାଆନ୍ତୁ। ଶେଷ ଖବର, ସବୁଠାରୁ ବଡ଼ କଥା ହେଲା ଯେ ବିଚ୍ ରାସ୍ତାରେ ମହିଳାଙ୍କ ବେକରୁ ସୁନାହାର କାନଫୁଲ ଝାମ୍ପି ନେଲେ ଦୁଇ ଲୁଟେରା। ତେବେ ଚାଲିଛି ହୋହାଲ୍ଲା, ଜଣେ ମହିଳାଙ୍କୁ ଘେରିଛନ୍ତି ସଭିଏଁ। ଘଟଣାଟି ଜଣାପଡ଼ିଲା ଯେ ଗଳି କନ୍ଦି ସବୁଆଡ଼େ ପଇଁତରା ମାରୁଛି ପୋଲିସ, ତଥାପି ଡର ନାହିଁ ଲୁଟେରାମାନଙ୍କୁ। ଲୁଟେରା ଜଣେ ମହିଳାଙ୍କୁ ଖୋଦ୍ ରାସ୍ତା ମଝିରେ ଅଟକାଇକି ଏବଂ ସୁନା ଚେନ୍ ଲୁଟି ନେଇଛନ୍ତି। ସରକାର ମଧ୍ୟ ଏଥିପାଇଁ ସମସ୍ତଙ୍କୁ ସତର୍କ କରାଉଛନ୍ତି। ଆଉ କହୁଛନ୍ତି ଯେ ବାଲିଯାତ୍ରା ଆଗକୁ ପୂଜା ପର୍ବ ଅଛି, ସୁନା ଗହଣା ପିନ୍ଧିକି ଆସିବା ପାଇଁ ମନା କରୁଛନ୍ତି। ଯାହାଫଳରେ ଲୁଟେରାଙ୍କ ସହିତ ମଧ୍ୟ କିଛି ଧସ୍ତାଧସ୍ତି ହୋଇପାରେ ଏବଂ ଲୁଟେରା ମଧ୍ୟ କିଛି ଜୀବନ ନେବାକୁ ମଧ୍ୟ ପଛେଇବ ନାହିଁ। ତେଣୁ ସରକାର ଏ ନେଇ ମଧ୍ୟ ଚେତାବନୀ ଦେଇଛନ୍ତି। ଆଗକୁ ବାଲିଯାତ୍ରା ଅଛି, ତେଣୁ ସତର୍କ ରହିବାକୁ ସମସ୍ତଙ୍କୁ ଦିଆଯାଇଛି। ଆଉ ତେଣୁ ଇଏ ଥିଲା ଆଜିର 5ଟି ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ଦେଖିବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।